ॐ नमो भगवते वासुदेवाय। चतुर्थाध्याय। वेदपुराण रचि व्यास चित्तेन हिले परितोष। चतुर्थाध्याय चरित जहु प्रकाश भागवत। व्यासोवाच। एमंते भागवत वाणी सुत मुनिंक मुख शुणी मुनिंक मध्ये कुलवृद्ध सौनक नामे धर्मशुद्ध सर्व मुनिंक अवधाने पुच्छन्ति मधुर वचने। सौनक उवाच। हे सुत तुम्भे महाधीर बकता जन मध्यवर। जाह्नवी तटे राजागे शोकजा कहिले सरागे। से कथा कह आम्भ आग तुम्भे जे अट महाभाग। ए भागवत शास्त्र केबे व्यास रचिले केउ जुगे। काहार बोले काहि बसी कि भावे कि हेतु उद्देशी। शोक जे ताहांक कुमर समदर्शी निर्विकार। एकांत मते रात्र दिने कृष्ण महिमा जार मने। निर्माया मूढ़ता प्रतीति लक्षी न पारि केहि गति। ଯାହାର ଆଗମନ କାଳେ ଦେବକନ୍ୟା ଏଥିଲେ ଜଳେ। ସ୍ୱଭାବେ ନଗ୍ନ ତାଙ୍କୁ ଦେଖି ଧାଇଁଲେ ଲଜ୍ଜା କୌପେକ୍ଷୀ। ଦେଖିବା ଅର୍ଥେ ଜଳତଟେ ମିଳିଲେ ଶୁକଙ୍କ ନିକଟେ। ବ୍ୟାସଙ୍କୁ ତାଙ୍କ ପଛେ ଚାହିଁ ଜଳେ ପଶିଲେ ବେଗେ ଯାଇ। ସ୍ୱଭାବେ ସେ ସୁର ଯୁବତୀ ଜାଣନ୍ତି ସର୍ବ ପ୍ରାଣୀ ଗତି। ଦେଖି କନ୍ୟାଙ୍କ ମୂଢ଼ ଗତି ଚଞ୍ଚଳ ବ୍ୟାସଙ୍କର ମତି। ପୁଣି କ୍ଷଣକେ ପାଇ ଶାନ୍ତି କନ୍ୟାଙ୍କୁ ଚାହିଁ ପଚାରନ୍ତି। ହଇଲ ମୋର ପୁତ୍ର ଚାହିଁ କେମ୍ପା ପଶିଲ ଜଳି ଯାଇ। ଏ କିସ ତୁମ୍ଭର ବ୍ୟବହାର ସେ ଶୋକ ମୋହର କୁମର। ତରୁଣ ବୟସ ତାହାର ଏ ବୃଦ୍ଧ ଶରୀର ମୋହର। ବ୍ୟାସ ବଚନେ ନାରୀ ଗଣେ ତକ୍ଷଣେ ନମିଲେ ଚରଣେ। ବୋଲନ୍ତେ ବ୍ୟାସ ମୁଖ ଚାହିଁ ସଂସାର ତାଙ୍କ ହୃଦେ ନାହିଁ। ସ୍ତ୍ରୀ ପୁରୁଷ ନ ଜାଣନ୍ତି ସମସ୍ତ ଏକ ଭାବେ ଚିନ୍ତି। ତୁମ୍ଭେ ଯେ ବୋଲ ଆମ୍ଭେ ବୃଦ୍ଧ ବିଷୟ ରସେ ଅଛି ସଧ। ଏ ଘେନି ହୋଇଲୁ ଅନ୍ତର ଆମ୍ଭର ଦୋଷ କ୍ଷମା କର। ଏମନ୍ତେ ଗଲେ ନାରୀ ଗଣେ ସୁଖ ରହିଲେ ସେହି ବନେ। ସେ ସୁଖ ମୁନି କିସ କାର୍ଯ୍ୟେ ପ୍ରବେଶ କଲେ କୁରୁ ରାଜ୍ୟେ। ଜଡ଼ ଉନ୍ମତ୍ତ ପ୍ରାୟ ହୋଇ ତାହାଙ୍କୁ କେହି ନ ଜାଣଇ। କେମନ୍ତେ ପରୀକ୍ଷିତ ମିଳେ ମିଳିଲେ ଜାହ୍ନବୀର କୂଳେ। ତହିଁ ଅନେକ ମୁନି ମଧ୍ୟେ ଏ ଭାଗବତ ରସାସ୍ୱାଦେ। ପ୍ରଜାଙ୍କ ଦ୍ୱାରେ ସାୟଂକାଳେ ଯେ ନିତ୍ୟ ଭିକ୍ଷା ଅର୍ଥେ ମିଳେ। ଗୋଦହ ମାତ୍ର ଦ୍ୱାରେ ରହି ଗୃହିଙ୍କି ତୀର୍ଥ ଫଳ ଦେଇ। ସେ ମୁନି ପରୀକ୍ଷିତ ମିଳିଲେ ପୂର୍ବ ପୁଣ୍ୟ ଫଳେ। ସେ ପୁଣି ଭାଗବତ ଶାସ୍ତ୍ର କହିଲେ ଏତ ଆଚମ୍ବିତ। ସେ ଭାଗବତ ପରୀକ୍ଷିତ ସ୍ୱଭାବେ ଅଭିମନ୍ୟୁ ସୁତ। ତାହାଙ୍କ ଜନ୍ମ କର୍ମ ଯେତେ କହିବା ଆମ୍ଭର ଗ୍ରତେ। ଅତି ଅଦ୍ଭୁତ ଅଛୁ ଜାଣି ଏବେ ତରିବୁ ତାହା ଶୁଣି। ସେ ସର୍ବ ରାଜାଙ୍କର ସାର ପାଣ୍ଡବ ବଂଶେ କୀର୍ତ୍ତିଧର। ରାଜ ସମ୍ପଦ କରି ଦୂର କିମ୍ପା ରହିଲେ ଗଙ୍ଗା ତୀର। ଶତ୍ରୁ ରାଜା ଏ ଯାର ପାଦ ନିମନ୍ତି ଦେଇଣ ସମ୍ପଦ। ଯୁବା ବୟସେ ନରପତି ତେଜିଣ ଅଚଳ ବିଭୂତି। ଯେହୁ ଶରୀର ଏ ସଂସାରେ ବହଇ ପର ଉପକାରେ। ହରି ଚରଣ ଚିନ୍ତି ଚିତ୍ତେ ଯେ ରାଜା ବର୍ତ୍ତେ ଜନହିତେ। ସେ କିମ୍ପା ଛାଡ଼ିଲେ ଜୀବନ ଉପେକ୍ଷୀ ଗୃହ ଧନ ଜନ। କହ କାରଣ କିବା ଅର୍ଥେ ସଂଶୟ ଛାଡ଼ିବ ଯେ ମନ୍ତେ। ତୁମ୍ଭେ ସକଳ ବିଦ୍ୟାପର କହ ସଂଶୟ ଯାଉ ଦୂର। ଏମନ୍ତେ ସୌନକ ବଚନେ ସକଳ ପ୍ରଶ୍ନ ଅନୁମାନେ। କହନ୍ତି ସୁତ ମହାଋଷି ମୁନିଙ୍କ ପ୍ରଶ୍ନ ପର ସଂସି। ସୁତ ଉବାଚ।
ଶୁଣ ସକଳ ମୁନିଜନ ଶ୍ରୀକୃଷ୍ଣ ଚରିତ ବିଧାନ ତ୍ରେତୟା ଯୁଗ ଭୋଗ ଅନ୍ତେ ଦ୍ୱାପର ଯୁଗ ଉପଗତେ ପରାଶରଙ୍କ ବୀର୍ଯ୍ୟଜୁତେ ସୃଜନ ଗନ୍ଧା ଗର୍ଭଗତେ ବିଷ୍ଣୁର ଅଂଶେ ବ୍ୟାସ ମୁନି ଜନ୍ମିଲେ ନର ଦେହ ଘେନି ସେ ଏକ ଦିନେ ପ୍ରାତ କାଳେ ସ୍ନାନ ସାରି ଗଙ୍ଗା ଜଳେ ଏକାନ୍ତେ ବଦରିକାଶ୍ରମେ ବସିଣ ନିଶ୍ଚଳ ଆସନେ ପର ଅବର ଜ୍ଞାନ ଜାଣେ ସକଳ ଶାସ୍ତ୍ର ପରିମାଣେ ଯେ କାଳ ପୁରୁଷର ବଳେ ଯୋଗେ ଉଡ଼ନ୍ତି ଅନ୍ତରାଳେ ତାହାଙ୍କୁ ନ ଦେଖନ୍ତି କେହି ବ୍ରହ୍ମାଣ୍ଡ ମଧ୍ୟ ଦେହ ବହି ପ୍ରାଣୀଙ୍କ ବଳ ନିତ୍ୟ ହରେ ଯୁଗ ସ୍ୱଭାବ ଅନୁସାରେ କଳିଆଗମେ ପ୍ରାଣୀଙ୍କର ଯେମନ୍ତେ ହୋଇବ ବ୍ୟବହାର ଶ୍ରଦ୍ଧା ଛାଡ଼ିବେ ଅତି ଦୂରେ ନିଃସତ୍ତ୍ୱ ହୋଇବେ ଶରୀରେ ବୁଦ୍ଧି ହୋଇବ ଲୋଭବଶ ଲୋକେ ହୋଇବେ ଅଳ୍ପାୟୁଷ ଦୁର୍ଭଗ ହୋଇବେ ସକାଳେ ଏହା ଜାଣିଲେ ଯୋଗ ବଳେ ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ କଳି ବଞ୍ଚିବେ ଯେଉଁ ଧର୍ମେ ବେଦ ଉଚିତ ଶୁଦ୍ଧ କର୍ମ ଆଶ୍ରମେ ଭିନ୍ନ ଭିନ୍ନ ଧର୍ମ ଜୀବର ଶୁଦ୍ଧି ଅର୍ଥ କରି ଯେମନ୍ତେ ବିଷ୍ଣୁ ମାୟା ତରି ଧର୍ମ ସାଧିବେ ଯଜ୍ଞ ମତେ ଏମନ୍ତ ଭାଳି ମୁନି ଚିତ୍ତେ ବେଦକୁ କଲେ ଚାରି ଖଣ୍ଡ ମଧ୍ୟ ଭିଆଇ କର୍ମକାଣ୍ଡ ରୁକ ଯଜୁ ସାମ ଅଥର୍ବ ଏ ରୂପେ କରି ଭିନ୍ନ ଭାବ ପଞ୍ଚମ ବେଦ ଇତିହାସ କଲେ ପୁରାଣ ଅଷ୍ଟାଦଶ ପୈଳ ମୁନିଙ୍କି ଆଣିଲେ ପ୍ରଥମ ବେଦ ପଢାଇଲେ ଜୟମିନିଙ୍କ ଦେଲେ ସାମ ଯଜୁଜେ ବୈ ସମ୍ପାୟନ ଅଙ୍ଗିରା ମୁନି ଅର୍ଥ ବଣେ ମୋ ପିତା ରୋମହର ଶଣେ ପୁରାଣ ଅଷ୍ଟାଦଶ ଦେଲେ ଏମନ୍ତେ କର୍ମ ସମ୍ପାଦିଲେ ସେ ଶିଷ୍ୟ ବିଚାରି ନିଶ୍ଚଳେ ବେଦ ବୃକ୍ଷକୁ ଯୋଗ ବଳେ ଅନେକ ଶାଖା ଭିଆଇଲେ ଶିଷ୍ୟ ପ୍ରଶିଷ୍ୟ ଶିଖାଇଲେ ଅଳ୍ପ ବୁଦ୍ଧି ନର ଯେତେ ବେଦ ନ ଘେନି ଦୃଢ ଚିତ୍ତେ ତେଣୁ ଏ ବେଦ ଭାଗ କଲେ ଯେ ଯାହା ମତି ଅନୁସାରେ ସ୍ତ୍ରୀ ଶୂଦ୍ର ଜନ ଏ ଜଗତେ ଯୋଗ୍ୟ ନୁହନ୍ତି ବେଦ ପଥେ ତାହାଙ୍କ ନିସ୍ତାରଣ ଅର୍ଥେ ଉପାୟ ଚିନ୍ତି ଦୟା ଚିତ୍ତେ ବୁଦ୍ଧି ମନ୍ଦରେ ବେଦ ମନ୍ଥି ଭାରତ ପଦ ବନ୍ଦେ ଗୁନ୍ତି ବେଦ ଉଦ୍ଧାରି ସାର ଅର୍ଥ ସୃଜିଲେ ପୁରାଣ ଭାରତ ପ୍ରାଣୀଙ୍କୁ ନିସ୍ତାରିବା ଅର୍ଥେ ଏ ରୂପେ ସୃଜି ବେଦ ମତେ କଲେ ହେ ସର୍ବ ଧର୍ମ ଯେତେ ତୋଷ ନୋହିଲେ ହୃଦଗତେ ଆଶ୍ରମ ସରସ୍ୱତୀ କୂଳେ ମନ ଯେ ନ ରହେ ନିଶ୍ଚଳେ ଯୋଗେ ନ ପାରି ଚିତ୍ତ ଧରି ଚଞ୍ଚଳେ ମନ୍ତ ବିଚାରି ଅତି କଠୋରେ ବେଦ ଅଗ୍ନି ପୂଜି ଗୁରୁଙ୍କ ଆଜ୍ଞା ମାନି କର୍ମର ନାଶ ନାହିଁ ତେଣେ ମୁଁ ଯାହା କରିଛି ନିର୍ମାଣେ ଯେଉଁ ଭାରତ ବେଦ ସାରେ କଲି ସ୍ତ୍ରୀ ଶୂଦ୍ର ତାରିବାରେ ତେବେ ନିର୍ମଳ ନୁହେଁ ମନ ଚିନ୍ତା ଅନଳେ ଛନ ଛନ ଏ ମନ ଧରିବି କେମନ୍ତେ ନିଶ୍ଚଳ କରି ଜ୍ଞାନ ପଥେ ଯେତେ ଚିନ୍ତିଲି ବେଦ ଧର୍ମ ବିଚାରେ ସେ ତ ମାୟା ଭ୍ରମ ଏ ମାୟା ତୁଟଇ ଯେମନ୍ତେ ଶ୍ରୀକୃଷ୍ଣ ଭକ୍ତି ଯୋଗ ପଥେ କହିବି ଭାଗବତ ଧର୍ମ ଜଣେ ନ ଲାଗେ ଭବ ଭ୍ରମ ଏମନ୍ତ ହୃଦୟ ବିଚାରି ମନକୁ ନ ପାରନ୍ତି ଧରି ଏମନ୍ତ ସମୟ ନାରଦ ଆସନ୍ତେ ଶୁଭେ ବୀଣାନାଦ ତକ୍ଷଣେ ସରସ୍ୱତୀ ତଟେ ମିଳିଲେ ବ୍ୟାସଙ୍କ ନିକଟେ ନାରଦ ଆଗମନ ଦେଖି ତକ୍ଷଣେ ଆସନ ଉପେକ୍ଷି କେତେ ହେ ଦୂର ଆଗସରି ନାରଦ করে কর ধরি বসাই উত্তম আসনে পূজিলে ଅତିଥି ବିଧାନେ ସେ ବ୍ୟାସ ନାରଦଙ୍କ ପାଦେ ସୁଜନେ ପ୍ରଣମୁ ଆନନ୍ଦେ ଯାର ଚିନ୍ତନେ ପାପନାଶ ନମଇ ଜଗନ୍ନାଥ ଦାସ ଏତେ ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାಂ ସଂହିତାୟାं ପ୍ରଥମ ସ୍କନ୍ଧେ ନୈମିଷେୟୋପାଖ୍ୟାନେ ନାରଦାଗମନಂ नाम चतुर्थोऽध्यायः।